ଆମ ଅଷ୍ଟମ ଶ୍ରେଣୀ ନୂଆ ବହିର ସାମାଜିକ ବିଜ୍ଞାନର ପ୍ରଥମ ଚାପ୍ଟର ହେଲା ପ୍ରାକୃତିକ ସମ୍ବଳ, ତାର ସଂରକ୍ଷଣ ଓ ବ୍ୟବହାର। ଆଜି ଆମେ ଅଭ୍ୟାସ ପ୍ରଶ୍ନପତ୍ର କରିବା, ବୁଝିଲା ତ? ତାହେଲେ 1 ନମ୍ବର ଆମକୁ ଦେଇଛି, ଆମେ ଆଜି ଯାହାକୁ ନବୀକରଣ ଯୋଗ୍ୟ ସମ୍ବଳ ବୋଲି ଭାବୁଛେ ତାହା ଆସନ୍ତାକାଲିକୁ କିପରି ନବୀକରଣ ଅଯୋଗ୍ୟ ହୋଇଯିବ, ଏହି ଘଟଣାକୁ ରୋକିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ଲେଖ। ପିଲାମାନେ ଦେଖ, ନବୀକରଣ ଯୋଗ୍ୟ ସମ୍ବଳ ମାନେ ଆମେ ଅତ୍ୟଧିକ ତାକୁ ବ୍ୟବହାର କରୁଛେ। ଜଳକୁ ଅତ୍ୟଧିକ ବ୍ୟବହାର କରୁଛେ। ଅତ୍ୟଧିକ ବ୍ୟବହାର ତାହାର ପ୍ରାକୃତିକ ପୁନଃଭରଣ ହାର ଠାରୁ ଅଧିକ କରୁ, ହେଲା। ମାନେ ଯେତିକି ବର୍ଷା ହେଉଛି, ମାନେ ଯେତିକି ଜଳ ଆସୁଛି ତାଠାରୁ ଅଧିକ ଆମେ ଉପଭୋଗ କରୁଛେ, ତେବେ ତାହା ଭବିଷ୍ୟତରେ ନବୀକରଣ ଅଯୋଗ୍ୟ ହୋଇଯିବ, ସବୁ ଆସ୍ତେ ଆସ୍ତେ ସରିବ। ଉଦାହରଣ ସ୍ୱରୂପ ଭୂତଳ ଜଳ ଏକ ନବୀକରଣ ଯୋଗ୍ୟ ସମ୍ବଳ, କିନ୍ତୁ ପଞ୍ଜାବ ପରି କୃଷି ପ୍ରାଧାନ୍ୟ ଅଞ୍ଚଳରେ ଅତ୍ୟଧିକ ଜଳସେଚନ ଯୋଗୁଁ ଜଳସ୍ତର ପ୍ରାୟ 900 ମିଟର ତଳକୁ ଖସିଗଲାଣି, ହେଲା। ଯେଉଁଠି କୃଷି ଅଛି, ଚାଷ ଜମିକି ଜଳ ଦିଆହେଉଛି, ଅତ୍ୟଧିକ କ'ଣ ଜଳସ୍ତର ଯୋଗୁଁ 900 ମିଟର ଜଳସ୍ତର ଖସିଗଲାଣି। ଏହି ଅଭାବ ପୂରଣ ହେବା ପାଇଁ ହଜାର ହଜାର ବର୍ଷ ଲାଗିବ, ଯାହାଫଳରେ ଏକ ଅଣନବୀକରଣ ଯୋଗ୍ୟ ସମ୍ବଳ ପରି ବ୍ୟବହାର ହେଉଛି। ଏହାକୁ ଆମେ ରୋକିବା ପାଇଁ କ'ଣ କ'ଣ ପଦକ୍ଷେପ କରିପାରିବା? ବର୍ଷା ଜଳକୁ ସଂରକ୍ଷଣ କରି ମାଟି ଭିତରକୁ ପଠାଇବା ଦ୍ୱାରା ଜଳସ୍ତର ବୃଦ୍ଧି ପାଇବ। ଆଉ କ'ଣ? ସ୍ଥାୟୀ ବ୍ୟବହାର, ଜଳବାୟୁ ଓ ସମ୍ବଳର ଉପଲବ୍ଧତା ଅନୁଯାୟୀ ଚାଷ ପ୍ରଣାଳୀ ପରିବର୍ତ୍ତନ କରିବା, ଯଥା ବୁନ୍ଦା ଜଳସେଚନ କରିବା, ମାନେ ଅଳ୍ପ ଅଳ୍ପ ହେଇକି ଜଳସେଚନ ହେବ, ହେଲା ତ? ମାନେ ଆମେ ଅତ୍ୟଧିକ ଭାବରେ ଏକାଥରେ ପାଇପରେ ପାଣି ଦେଉଛେ, ନାହିଁ, ବୁନ୍ଦା ବୁନ୍ଦା କରିକି ଜଳସେଚନ ହେବ। ତାପରେ ସଚେତନତା ଓ ଆଇନ ପ୍ରଣୟନ କରିବାକୁ ପଡ଼ିବ। ସମ୍ବଳର ଅପବ୍ୟୟ ରୋକିବା ପାଇଁ ଗୋଷ୍ଠୀଗତ ସଚେତନତା ଏବଂ ସରକାରୀ ନିୟମ କଡ଼ାକଡ଼ି କରିବା। ଏବଂ ପୁନଃଚକ୍ରଣ କେମିତି ହେବ? ବ୍ୟବହୃତ ଜଳକୁ ବିଶୋଧନ କରି ପୁନର୍ବାର କାର୍ଯ୍ୟରେ ଲଗାଇବାକୁ ହେବ। 2 ନମ୍ବର ପ୍ରଶ୍ନ, ମନୁଷ୍ୟର ସେବାରେ ଆସୁଥିବା 5ଟି ପରିସଂସ୍ଥାର କାର୍ଯ୍ୟାବଳୀର ନାମ କୁହ। ତାହେଲେ 5ଟି କାର୍ଯ୍ୟାବଳୀ ଲେଖିବା। ପ୍ରଥମେ ହେଲା ଆମର ଅମ୍ଳଜାନ ଉତ୍ପାଦନ। ବୃକ୍ଷଲତାମାନେ ପ୍ରାକୃତିକ ଭାବେ ଆମେ ଅମ୍ଳଜାନ ପ୍ରଦାନ କରନ୍ତି। ଜଣେ ବ୍ୟକ୍ତିକୁ ଦୈନିକ 550 ଲିଟର ଅମ୍ଳଜାନ ଦରକାର ହେଉଥିବା ବେଳେ ଏକ ପରିପକ୍ୱ ଗଛ 775 ଲିଟର ଅମ୍ଳଜାନ ପ୍ରଦାନ କରେ। ବୁଝି ହେଉଛି ତ? ତାହେଲେ ଗୋଟେ ବ୍ୟକ୍ତି ଯଦି ଦିନକୁ 550 ଲିଟର ଅମ୍ଳଜାନ ଦରକାର, ତେଣୁ ଗୋଟେ ଗଛ, ପରିପକ୍ୱ ଗଛ ଦିନକୁ 775 ଲିଟର ଅମ୍ଳଜାନ ପ୍ରଦାନ କରୁଛି। ଜଳ ବିଶୋଧନ, ନଦୀ, ହ୍ରଦ ଓ ଜଳାଶୟ ଗୁଡ଼ିକ ପ୍ରାକୃତିକ ଉପାୟରେ ଜଳକୁ ବିଶୁଦ୍ଧ କରନ୍ତି। ଜଳବାୟୁ ନିୟନ୍ତ୍ରଣ, ଜଙ୍ଗଲ ଓ ସମୁଦ୍ର ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣ କରି ବର୍ଷା କରାଇବାରେ ସାହାଯ୍ୟ କରନ୍ତି। 4 ନମ୍ବରରେ କ'ଣ କରିପାରିବା? ମୃତ୍ତିକାର ଉର୍ବରତା ଓ ଅପଘଟନ। ଅଣୁଜୀବମାନେ ମୃତ ସାମଗ୍ରୀର ଅପଘଟନ କରି ମାଟିକୁ ପୁନର୍ବାର ଉର୍ବର କରନ୍ତି। ନେକ୍ସଟ 5 ନମ୍ବର ପଏଣ୍ଟ ହେଉଛି ଆମର ପରାଗ ସଙ୍ଗମ। ମହୁମାଛି ଓ ପକ୍ଷୀମାନେ ଫୁଲରେ ପରାଗ ସଙ୍ଗମ କରାଇ ଶସ୍ୟ ଓ ଫଳ ଉତ୍ପାଦନରେ ସାହାଯ୍ୟ କରନ୍ତି। 3 ନମ୍ବର ପ୍ରଶ୍ନ, ନବୀକରଣ ଯୋଗ୍ୟ ସମ୍ବଳ ଗୁଡ଼ିକ କ'ଣ? ସେଗୁଡ଼ିକ ନବୀକରଣ ଅଯୋଗ୍ୟ ସମ୍ବଳ ଠାରୁ କିପରି ଭିନ୍ନ? ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ନବୀକରଣ ଯୋଗ୍ୟ ସମ୍ବଳର ଉପଲବ୍ଧି ନିଶ୍ଚିତ କରିବା ପାଇଁ ଲୋକମାନେ କ'ଣ କରିପାରିବେ? ଏହାର 2ଟି ଉଦାହରଣ ଦିଅ। ତାହେଲେ ପିଲାମାନେ, ନବୀକରଣ ଯୋଗ୍ୟ ସମ୍ବଳ ହେଲା ଯାହା ପ୍ରାକୃତିକ ପ୍ରକ୍ରିୟାରେ ସମାନୁକ୍ରମେ ପୁଣି ସୃଷ୍ଟି ହୋଇପାରେ, ମାନେ ପୁଣି ଥରେ ତିଆରି ହୋଇଯାଉଥିବ, ଯେମିତି ସୌରଶକ୍ତି, ପବନ ଶକ୍ତି, ଜଳ ଓ ଜଙ୍ଗଲ, ହେଲା। ଇଏ ଅଲଗା କେମିତି ନବୀକରଣ ଅଯୋଗ୍ୟ ସମ୍ବଳ ଠାରୁ? ନବୀକରଣ ଅଯୋଗ୍ୟ ସମ୍ବଳ ହେଉଛି କୋଇଲା ଓ ପେଟ୍ରୋଲିୟମ। ପୃଥିବୀରେ ସୀମିତ ପରିମାଣର ଅଛି ଏବଂ ଶେଷ ହେଲେ ପୁଣି ମିଳିବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଯିବ, କିନ୍ତୁ ନବୀକରଣ ଯୋଗ୍ୟ ସମ୍ବଳ ଶୀଘ୍ର ଭରଣ ହୋଇଯାଇଥାଏ। ତାହେଲେ ଭବିଷ୍ୟତ ପାଇଁ ଉଦାହରଣ, ସୌରଶକ୍ତିର ବ୍ୟବହାର। ଲୋକମାନେ ନିଜ ଘରେ ସୌର ପ୍ୟାନେଲ ଲଗାଇ ପାରମ୍ପରିକ ବିଦ୍ୟୁତ୍ ଶକ୍ତି ଉପରେ ଚାପ କମାଇ ପାରିବେ। ଏବଂ ଜୈବିକ କୃଷି ଆପଣାଇ ସିକିମର ଜୈବିକ ଚାଷ ପଦ୍ଧତି ପରି ରାସାୟନିକ ସାର ବଦଳରେ ପ୍ରାକୃତିକ ଖତ ବ୍ୟବହାର କରି ମାଟିର ଉର୍ବରତା ସୁରକ୍ଷା କରିପାରିବେ। 4 ନମ୍ବର ପ୍ରଶ୍ନ, ତୁମ ଘର ଏବଂ ଆଖପାଖରେ ପ୍ରାକୃତିକ ସମ୍ବଳ ବ୍ୟବହାର ସମ୍ପର୍କିତ ସଚେତନତାକୁ ସୂଚାଉଥିବା ସାଂସ୍କୃତିକ ଅଭ୍ୟାସ ଗୁଡ଼ିକୁ ଚିହ୍ନଟ କର। ଆମ ସମାଜରେ ପୁରାତନ କାଳରୁ ପ୍ରକୃତି ସହ ଜଡ଼ିତ ଅନେକ ସାଂସ୍କୃତିକ ଅଭ୍ୟାସ ରହିଛି,
ଯାହା ସମ୍ବଳ ସଂରକ୍ଷଣକୁ ପ୍ରୋତ୍ସାହିତ କରେ। ଯେମିତି ବୃକ୍ଷ ପୂଜା, ଓଡ଼ିଶାରେ ତୁଳସୀ, ବଟ ଓ ଅଶ୍ୱତ୍ଥ ଗଛକୁ ପବିତ୍ର ମାନି ପୂଜା କରାଯାଏ। ଏହା ଲୋକଙ୍କୁ ବୃକ୍ଷରୋପଣ ଓ ସଂରକ୍ଷଣ ପ୍ରତି ଶ୍ରଦ୍ଧାଶୀଳ କରେ। ନେକ୍ସଟ, ନଦୀ ଓ ଜଳ ପୂଜା। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା କିମ୍ବା ଗଙ୍ଗା ଓ ମହାନଦୀ ପରି ନଦୀକୁ ମା ରୂପେ ପୂଜା କରିବା ପାଇଁ ଦ୍ୱାରା ଜଳ ସମ୍ବଳର ପବିତ୍ରତା ବଜାୟ ରଖେ। ପର୍ବପର୍ବାଣି ଯେମିତି ରଜ ପର୍ବରେ ପୃଥିବୀକୁ ବିଶ୍ରାମ ଦେବା ଏବଂ ଗଛର ମହତ୍ତ୍ୱ ବୁଝିବା ଏକ ଉତ୍ତମ ପରମ୍ପରା। 5 ନମ୍ବର ପ୍ରଶ୍ନ, ଆମର ଆବଶ୍ୟକ ସାମଗ୍ରୀ ଉତ୍ପାଦନ ସମୟରେ କେଉଁ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ? ପ୍ରଥମେ ହେଲା ପିଲାମାନେ ଆମର ନିରନ୍ତରତା। ଉତ୍ପାଦନ ପ୍ରକ୍ରିୟା ଯେପରି ସମ୍ବଳକୁ ସମ୍ପୂର୍ଣ୍ଣ ଶେଷ ନ କରେ। ଉଦାହରଣ ସ୍ୱରୂପ ଜଙ୍ଗଲରୁ କାଠ ସଂଗ୍ରହ କଲେ ପୁଣି ନୂଆ ଗଛ ଲଗାଇବା ନିଶ୍ଚିତ କରିବା। ନୂଆ ଗଛ ଲଗାଇବା ଯେମିତି ହେଲେ, ନହେଲେ ଜଙ୍ଗଲ ତ ସରିଗଲା, କାଠ କେଉଁଠୁ ପାଇବା? ନେକ୍ସଟ, ବର୍ଜ୍ୟବସ୍ତୁ ପରିଚାଳନା। ଉତ୍ପାଦନ ସମୟରେ ବାହାରୁଥିବା ଦୂଷିତ ଜଳ ବା ବାଷ୍ପ ଯେପରି ପ୍ରକୃତିକୁ ନଷ୍ଟ ନ କରେ, ଶିଳ୍ପ ବର୍ଜ୍ୟବସ୍ତୁକୁ ସିଧା ନଦୀରେ ନ ପକାଇ ବିଶୋଧନ କରିବା ଉଚିତ। ଏବଂ ପୁନଃଚକ୍ରଣ, ଏପରି ସାମଗ୍ରୀ ଉତ୍ପାଦନ କରିବା ଆବଶ୍ୟକ ଯାହାର ପୁନଃ ବ୍ୟବହାର କରାଯାଇପାରିବ। ନେକ୍ସଟ ହେଲା ଆମର ପରିବେଶ ଉପରେ ପ୍ରଭାବ। ଉତ୍ପାଦନ ପାଇଁ ବ୍ୟବହୃତ ଶକ୍ତି ଯଦି ଅକ୍ଷୟ ଶକ୍ତି ହୁଏ, ତେବେ ଯେଉଁଟା କ୍ଷୟ ହେବନି, ତାହା ପରିବେଶ ପାଇଁ ସୁରକ୍ଷିତ। ସର୍ବୋପରି ନ୍ୟାଚୁରାଲ ରିସୋର୍ସକୁ ସମ୍ବଳର ବିଡ଼ମ୍ବନାରୁ ବଞ୍ଚିବା ପାଇଁ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଓ ସୁଶାସନ ସହାୟତା ନେବା ଆବଶ୍ୟକ। ବୁଝିହେଲା? ତାହେଲେ ପ୍ରଥମ ଚାପ୍ଟର ଆମର ସରିଗଲା।